ମଧ୍ୟାହ୍ନର ଭଲ ପାଇବା ସମସ୍ତଙ୍କୁ। ଆଉ ଏକ ନୂଆ ଗଳ୍ପର ସମ୍ଭାର ନେଇ ମୁଁ ଡକ୍ଟର ସମୀର କୁମାର ହୁଇ ଆପଣମାନଙ୍କ ଆଗରେ ଉପସ୍ଥିତ। ଗଳ୍ପର ଶୀର୍ଷକ ସ୍ୱପ୍ନର ଧାଡ଼ି। 100 ଶବ୍ଦ ଶୃଙ୍ଖଳାର ଏହି ଗଳ୍ପ ସମ୍ବଲପୁରର ଗୋଟେ ସତ୍ୟ ଦୃଶ୍ୟରୁ ହିଁ ଜନ୍ମିତ, ଯେଉଁଠି ସୁଯୋଗ ଠାରୁ ଆଶା ଅଧିକ ଏବଂ ସମ୍ଭାବନା ଠାରୁ ଧୈର୍ଯ୍ୟ ଅଧିକ। ଏହା କେବଳ ଗୋଟିଏ ଗଳ୍ପ ନୁହଁ, ଶିକ୍ଷିତ ବେକାରୀ, ସଙ୍କୁଚିତ ସୁଯୋଗ ଏବଂ ଆଶାରେ ଆଜି ବି ଧାଡ଼ିରେ ଠିଆ ହୋଇ ରହିଥିବା ଯୁବକମାନଙ୍କର ନୀରବ ସାହସ ଉପରେ ଏକ ସାରଗର୍ଭୀ ବ୍ୟଙ୍ଗ। ଆସନ୍ତୁ ତାହେଲେ ଶୁଣିବା ମୋର ସେହି 100 ଶବ୍ଦ ବିଶିଷ୍ଟ ଗଳ୍ପ, ଯାହାର ନାଁ ସ୍ୱପ୍ନର ଧାଡ଼ି। ସମ୍ବଲପୁରର ପ୍ରଭାତ ଦେଖୁଥିଲା ଗୋଟିଏ ଅଜବ ଶୋଭାଯାତ୍ରା। ମାତ୍ର 187 ପଦବୀ ପାଇଁ 8000ରୁ ଅଧିକ ଆଶାବାଦୀ ଧୈର୍ଯ୍ୟ ସହକାରେ ଧାଡ଼ି ଲଗାଇଥିଲେ। ଏହି ଧାଡ଼ି ଏକ ଏରୋଡ୍ରମ୍ ପଡ଼ିଆରେ ଥିଲା। ପଡ଼ିଆଟି ପରୀକ୍ଷାଗୃହର ଏକ ଭ୍ରମ ତିଆରି କରୁଥିଲା। ଏହି ପଡ଼ିଆଟି ଦେଖାଯାଉଥିଲା ଏକ ମେଳା ପରି, କିନ୍ତୁ ଆନନ୍ଦ ଓ ସଙ୍ଗୀତ ବିହୀନ ଥିଲା। ହାତରେ ଡିଗ୍ରୀ, ମନରେ ସ୍ୱପ୍ନ, ଇଞ୍ଜିନିୟର, ସ୍ନାତକୋତ୍ତର ସ୍ୱପ୍ନ ବାହକ ସମସ୍ତେ ଏବେ ନିରାଶାର ସାଥୀ। ଜଣେ ହସି କହିଲେ, ମନ୍ଦିର ଧାଡ଼ିରେ ସୁଯୋଗ ଅଧିକ। ଆଉ ଜଣେ ଧୀରେ ଧୀରେ କହିଲେ, ଏଠି କମ୍ ସେ କମ୍ ଆଶା ମାଗଣା। ଖୋଲାମେଲା ପଡ଼ିଆ ରୂପକ ପରୀକ୍ଷା ହଲ୍ ହଜାର ହଜାର ପରୀକ୍ଷାର୍ଥୀଙ୍କୁ ଗିଳି ନେଲା କେବଳ ସମ୍ଭାବନାର ପ୍ରତିଶ୍ରୁତି ସହ। ବାହାରେ ଚାହାର ଦୋକାନ ଗୁଡ଼ିକର ଆୟ ଚାକିରିଠାରୁ ଅଧିକ ନିଶ୍ଚିତ। ଫଳାଫଳ ଆସିଲେ କିଛି ଜଣ ମାତ୍ର ଉତ୍ସବ ପାଳିବେ, ଅନ୍ୟମାନେ ଫେରିବେ ଅନୁଶୋଚନାରେ ନିଜ ନିଜ ଗୃହକୁ। ସେମାନେ ଫେରିବେ ଅନୁଭବରେ ଧନୀ, ଅବସ୍ଥାରେ ଗରିବ ହୋଇ, ଆଉ ଅପେକ୍ଷା କରିବେ ଆଗାମୀକାଲି ନାମକ ସବୁଠାରୁ ଦୀର୍ଘ ଧାଡ଼ିରେ। ଧନ୍ୟବାଦ ସମସ୍ତଙ୍କୁ। ପୁଣି ଥରେ ଆପଣମାନଙ୍କୁ ନମସ୍କାର ଜଣାଉଛି। ଧନ୍ୟବାଦ।